ଉପେନ୍ଦ୍ରନାଥ ମହାନ୍ତି ପିଲାମାନଙ୍କ ଯୋଉ 37 ବର୍ଷ ପରେ ଆମେ ଯଦି ଏକାଠି ହେଇଛୁ ଏକତ୍ରିତ ଯୋଉମାନେ କରିଛନ୍ତି ସେଇମାନଙ୍କ ପାଖରେ ଆମେ ମାନେ କୃତଜ୍ଞ ରହିଛୁ। କାରଣ ସେମାନଙ୍କ ସହିତ ମିଳିବା ସହିତ ମୋର ଯୋଉ ପୁରାତନ ସହକର୍ମୀ ଦୀର୍ଘ ଦିନ ପରେ ସେମାନଙ୍କ ସହିତ ଆମର ଯୋଉ ମିଳନ ହଉଛି ସେଇଟା ଭାରି ସୌଭାଗ୍ୟର ବିଷୟ। ତେଣୁ ଆଜି ଏଇ ଯୋଉ ମିଳନ ଉତ୍ସବ ସେଥିପାଇଁ ଆମେ ମାନେ ଅତ୍ୟନ୍ତ ଖୁସି। ବ୍ରହ୍ମାନନ୍ଦ ସ୍ୱାଇଁ ଦୀର୍ଘଦିନ ବ୍ୟବଧାନ ପରେ ଯୋଉ ଆମେ ଏକାଠି ହେଲୁ ଗୋଟେ ଅପୂର୍ବ ମହାମିଳନ ଏଭଳିଆ ହଉଛି ସୁସ୍ଥ ପରମ୍ପରା। ୟା ଦ୍ୱାରା କଣ ହଉଛି ଏକାଠି ହଉଛନ୍ତି ଶିକ୍ଷକ ଛାତ୍ର ମାନେ। ଏ ଶିକ୍ଷକ ଛାତ୍ର ମାନଙ୍କ ସହିତ ଗୋଟେ ଅପୂର୍ବ ସମନ୍ୱୟ ସୃଷ୍ଟି ହଉଛି। ଏଇଟା ଗୋଟେ ନିଆରା ଗୋଟେ ପରମ୍ପରା ସୃଷ୍ଟି ହଉଛି ଅପୂର୍ବ ଆନନ୍ଦ ଗୋଟେ ସୃଷ୍ଟି ହଉଛି ମନ ଭିତରେ ଏବଂ ଅତୀତର ସ୍ମୃତି ସମସ୍ତଙ୍କର ଉଜ୍ଜୀବିତ ହଉଛି ଏଇ ଏକାଠି ହବା ଦ୍ୱାରା। ନିଶ୍ଚିତ ଗୁରୁ ଶିଷ୍ୟର ଯୋଉ ପରମ୍ପରା ଅଛି ସେ ବଜାୟ ରଖିବା ପାଇଁ ଆମ ତ୍ରୁଟି ହେଇଛି 37 ବର୍ଷ ଆମ ଆଗେଇ ଏହା ସତ୍ୟ। କିନ୍ତୁ ତା ସତ୍ତ୍ୱେ ବି ଆଜି 37 ବର୍ଷ ଯୋଉ ଆମର ଆଜି ସମସ୍ତେ ମିଳନ ହେଇଛୁ ବହୁତ ଖୁସି ଲାଗୁଛି। ଏମିତି ହେଲେ ଯୋଉ ସଂସାର ଜଞ୍ଜାଳ ଭିତରେ ଆମେ ସମସ୍ତେ ପ୍ରେସର ଭିତରେ ରହୁଛୁ ଏମିତି ବନ୍ଧୁ ମିଳନ ହେଲେ ଆଉ ଆୟୁଷ ଆମର ବଢିଯିବ ବୋଲି ଆମେ ନିଜକୁ ଫିଲ୍ କରୁଛୁ। ସାର୍ ମାନଙ୍କୁ ସମ୍ମାନିତ କରାଯାଇଥିଲା ସାଲ ଆଉ ମାନପତ୍ର ଦିଆଯାଇଥିଲା ଏବଂ ଫୁଲ ତୋଡ଼ା ଦିଆଯାଇଥିଲା। ତା ସହିତ ପିଲାମାନେ ଆମ ଗେଟ୍ ଟୁଗେଦର ହେଲୁ ତାଙ୍କ ପରିବାର ପିଲାମାନେ ବସିଥିଲେ ତାଙ୍କ ମିସେସ୍ ମାନେ ଆସିଥିଲେ ସମସ୍ତଙ୍କୁ ଦେଖିକି ଆମେ ବହୁତ ଆନନ୍ଦିତ ହେଲୁ ଖୁସି ମଧ୍ୟ।